ସମସ୍ତେ ଆପଣଙ୍କୁ ମହାରାଜ ଲଙ୍କେଶ୍ୱର ବୋଲି ସମସ୍ତେ ଲଙ୍କେଶ୍ୱର କହନ୍ତି। ସେଇ ଲଙ୍କେଶ୍ୱର ପୁଣି ଘୋର ଅରଣ୍ୟ ମଧ୍ୟରେ ବୁଲୁଥିବା ଜଣେ ସୈନ୍ୟ ଶିର ନାରୀକୁ ଆଣିବା ପାଇଁ। କିନ୍ତୁ ମାମୁ ସେଇ ନାରୀ ସାମାନ୍ୟ ନାରୀ ନୁହଁ, ଯାହାକୁ ଆପଣ ସାମାନ୍ୟ ଜନ ବୋଲି ଭାବୁଛନ୍ତି। ସେ ସାମାନ୍ୟ ଜନ ନୁହେଁ ମାମୁ, ନୁହେଁ ସାମାନ୍ୟ ଜନ। ଦଶରଥ ନନ୍ଦନ, ଦଶରଥ ନନ୍ଦନ, ଧନୁଷର ପରେ ଧରି ବୁଲାଇବନ। ଶତ୍ରୁ ହୋଇଥିବ, ନହେଲେ ଇଏ ବୁଦ୍ଧି ଦେଇନଥାନ୍ତା। ରାବଣ ମାରି ଶୁଣିଲ ବୀର, ଧୀରେ କହି ମାରି ଚାସୁର। ବୁଦ୍ଧି ତତେ କିଏ ଦେବାକୁ ପଦେ ମାମ ସେ ଜାଣ ସେ ଶତ୍ରୁ ତୋହାର ରାଜା। ବିବାଦ ନ କରିବାଟା ହିଁ ଆପଣଙ୍କ ପକ୍ଷରେ ଭଲ ଲାଗେ। ରାମ ସଙ୍ଗେ ବିବାଦ କର। ସ୍ୱର୍ଗ ମଧ୍ୟ ପାତାଳରେ ତାଙ୍କୁ ଚିଣିବାର ଶକ୍ତି କାହାର ନାହିଁ ମା। ସେ ଚିଣି ପାରେ ଶିବଧନୁ ଭଗ୍ନ କାଳେ ବିଧିର ଡରି ପଳାଇଲୁ ପରା ବୀର ହେ ରାଜନ। ଡରି ପଳାଇଲୁ ପରା ବୀର ହେ ରାଜନ। ବର୍ଷ ପୂର୍ବେ ଜନକ ମହାରାଜ ମିଥିଳାରୁ ନିମନ୍ତ୍ରଣ କରିଥିଲେ ଶିବଧନୁ ଭଗ୍ନ କରିବା ପାଇଁ। ସେଇ ନିମନ୍ତ୍ରଣ ରକ୍ଷା କରି ଆପଣ ଯାଇଥିଲେ ମିଥିଳାକୁ ଶିବଧନୁ ଭଗ୍ନ କରିବା ପାଇଁ। ମାମୁ ଧନୁ ଭାଙ୍ଗିବା ଦୂରର କଥା, ଧନୁ ଦେଖିକି ଆପଣ ଡରିକି ପଳାଇ ଆସିଥିଲେ ଲଙ୍କାକୁ। ଆପଣଙ୍କୁ ଯେତେବେଳେ ନିମନ୍ତ୍ରଣ ହେଲା ସେଇ ସମୟରେ ଆପଣଙ୍କୁ ଦର୍ଶନ କରିବାର ସମୟ ଥିଲା, ଆଗରୁ ଯାଇପାରିନଥାନ୍ତି। ମାମୁ ସେଇ ଧନକୁ କି ଭାଙ୍ଗିଲା ଜାଣିଛନ୍ତି? ସେ ଶ୍ରୀରାମ ଧନୁ ଭାଙ୍ଗିଲା। ପରଶୁରାମ ଧନକୁ ଛୁଇଁବାର କାରଣ ସତ୍ୟ ପରଶୁରାମ ଧନକୁ ଧରିଲା। ଯିଏ ମତେ 10 ମାସ ଗର୍ଭରେ ଧରି ଗର୍ଭ ଧାରଣ କରିଥିଲା, ସେଇ ମୋ ମା ତାର କି କଣ ହୋଇଛି? ମୋ ମା ନାହିଁ
কোন হেলে চলবে মারিদালা শ্রী রামচন্দ্র ମୋ ମା କୁମାରୀ ମୋ ଭାଇ ସୁବାହୁକୁ ମଧ୍ୟ ମାରିଦେଲା ସେ ରାମଚନ୍ଦ୍ର হে ভাইজ ତାରକି ସୁବାହୁ ମାରିନ ହାବୁଡ଼ା ସରେ ମତେ ମୋ ପରିମାରିତ ଅସୁରକୁ ସାମାନ୍ୟ ସ୍ୱରେ ଉଡେଇ ଦେବା ଇଏ କଣ ସାମାନ୍ୟ ମାନବ ଦ୍ୱାରା ହେଇପାରିବ ମାମୁ ସେହି ଦିନଠୁ ଜାଣିଲି ମାମୁ ସେ ସାଧାରଣ ମାମୁ ମୋ କଥା ମାନନ୍ତୁ ମାମୁ ଆପଣ ଲଙ୍କାକୁ ବାହାରି ଯାଆନ୍ତୁ ମନ ଯିବି ତାହାର ପାଶ ଆମ ଫେରି ଯାଅ ମନ୍ଦିରକୁ ଆପଣ ଲଙ୍କାକୁ ବାହୁଡ଼ି ଯାଆନ୍ତୁ ମାମୁ ଭଲ ହବ କିନ୍ତୁ ମୁଁ ଯିବିନି ମାମୁ তোতে জীবন দেব ଯିବିନି ମାମୁ তোতে জীবন দেব ଯିବିନି ମାମୁ ଯିବିନି তোতে জীবন দেব ମାମୁ ଯିବିନି বন্ধ করবি সোনার মুকুট দেহ দেবী কাকা